ସାଙ୍ଗମାନେ, ମୁଁ ଆଜି ଆପଣମାନଙ୍କୁ ଗୋଟିଏ ଏମିତି କଥା କହିବାକୁ ଚାହୁଁଛି ଯାହା ଶୁଣିଲା ପରେ ଆପଣମାନେ ବି ଥରେ ଭାବିବେ କି କ'ଣ କରିବାଟା ଠିକ୍, କ'ଣ କଲେ ଆମେ ଆମ ଜୀବନରେ କିଛି ହାସଲ କରିପାରିବା। ଆଜିର ଭିଡ଼ିଓଟି ହେଉଛି ଆମ ଜୀବନରେ କର୍ମ ବଡ଼ ନା ଭାଗ୍ୟ ବଡ଼? କିଏ ଆମ ଜୀବନରେ ସବୁଠାରୁ ବଡ଼? କ'ଣ କରିବାଟା ଆମ ପାଇଁ ଠିକ୍ ହେବ? କର୍ମ ପଛରେ ଯିବାର ଅଛି କି ଭାଗ୍ୟ ପଛରେ ଯିବାର ଅଛି? କାହା କ'ଣଟା କଲେ ଆମେ ସକ୍ସେସ୍ ପାଇପାରିବା? କାହା ସହିତ ଗଲେ ଆମେ ସକ୍ସେସ୍ ପାଇପାରିବା? ସେଇ ବିଷୟରେ ଆଜି ଆମେ ଏଇ ଭିଡ଼ିଓ ମାଧ୍ୟମରେ ଜାଣିବା। ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣମାନଙ୍କ ପାଇଁ ଲାଭଦାୟକ ହେବ। ଯଦି ଭିଡ଼ିଓଟି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖୁନାହାନ୍ତି, ତାହେଲେ ଆପଣମାନେ କିଛି ବି ବୁଝିପାରିବେ ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିବ, ଲାଇକ୍ଟିଏ କରିବେ, କମେଣ୍ଟ ମାଧ୍ୟମରେ ଆପଣମାନଙ୍କର ମତାମତ ରଖିବେ। ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଆଜିର ଭିଡ଼ିଓଟି ହେଉଛି ଆପଣଙ୍କ ଜୀବନରେ କର୍ମ ବଡ଼ ନା ଭାଗ୍ୟ ବଡ଼? ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ଆପଣମାନେ କେବେ ନା କେବେ ନିଶ୍ଚିତ ଭାବିଥିବେ କି ଭାଗ୍ୟ ବଡ଼ ନା କର୍ମ ବଡ଼? ଅସଲରେ ଦୁନିଆରେ ଦୁଇ ପ୍ରକାର ଲୋକ ଅଛନ୍ତି। କିଛି ଲୋକ ଭାବନ୍ତି ସବୁ ତ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି, ତ ପରିଶ୍ରମ କରିବା କ'ଣ ପାଇଁ? ଆଉ କିଛି ଲୋକ ନିଜ କର୍ମ ଉପରେ ବିଶ୍ୱାସ କରନ୍ତି। ଆପଣ କୌଣସି ସଫଳ ଧନୀ ବ୍ୟକ୍ତିଙ୍କୁ ପଚାରିବେ, ତେବେ ସେ କର୍ମକୁ ହିଁ ବଡ଼ କହିବ, କାରଣ ସେ ଯେଉଁ କଷ୍ଟ କରିଛନ୍ତି, ଅର୍ଥାତ୍ କର୍ମ କରି ଯେଉଁ ଜିନିଷ ପାଇଛନ୍ତି, ତାହା ପାଇଁ ସେ ଅନ୍ୟ କାହାକୁ କାହିଁକି ଶ୍ରେୟ ଦେବେ? ଭାଗ୍ୟ ଛଡ଼ା କର୍ମ ବଡ଼ ବୋଲି କହିବ, କିନ୍ତୁ ଅସଫଳ ବ୍ୟକ୍ତି କହିବ କି ଭାଗ୍ୟ ହିଁ ସବୁ କିଛି, କାରଣ ସେ କର୍ମ ଅନୁସାରେ ଫଳ ପାଇନାହିଁ ଓ ନିଜର ଅସଫଳତାର କାରଣ ସେ ଭାଗ୍ୟକୁ ହିଁ ଦେବ। ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଜାଣିବା କି ଭାଗ୍ୟ ଓ କର୍ମ କିପରି କାମ କରନ୍ତି। ଗୋଟିଏ ବିଦ୍ୟାଳୟରେ ଆକାଶ ଓ ବିକାଶ ନାମରେ ଦୁଇ ଜଣ ପାଠ ପଢ଼ୁଥିଲେ। ଆକାଶ ବହୁତ ପରିଶ୍ରମ କରିବା ସତ୍ତ୍ୱେ ବି ପରୀକ୍ଷାରେ ପ୍ରଥମ ହୋଇପାରୁନଥିଲା। ଆକାଶ କର୍ମରେ ବିଶ୍ୱାସ କରୁଥିଲା, କିନ୍ତୁ ଏହାର ଠିକ୍ ବିପରୀତ ଥିଲା ବିକାଶ। ନକଲ କରି ପାସ୍ କରୁଥିଲା। ବିକାଶ ଭାଗ୍ୟ ଉପରେ ବିଶ୍ୱାସ କରୁଥିଲା। ବିକାଶ ପାସ୍ କରୁଥିଲା ସତ, ହେଲେ ତାକୁ କିଛି ବି ଆସୁନଥିଲା। ବିକାଶ ଭାବୁଥିଲା କି ପାସ୍ ହେବାର ଯଦି ଭାଗ୍ୟରେ ଥିବ, ତେବେ ସେ ପାସ୍ ହୋଇଯିବ। ଦିନେ ବିକାଶ ଆକାଶକୁ କହିଲା କି ମୁଁ ନିଜ ଭାଗ୍ୟ ବଦଳରେ ପାସ୍ ହୋଇଛି, କିନ୍ତୁ ତୁ ବହୁତ ପରିଶ୍ରମ କରି ମଧ୍ୟ ପ୍ରଥମ ହୋଇପାରିନୁ। ବିକାଶ କଥାରେ ପଡ଼ି ଆକାଶ ବିଗିଡ଼ିଗଲା ଓ ସବୁ ଭାଗ୍ୟ ଉପରେ ଛାଡ଼ିଦେଲା ଓ କହିଲା କି ଭାଗ୍ୟରେ ଯାହା ଥିବ ତାହା ମିଳିବ। କିନ୍ତୁ ପରୀକ୍ଷା ସମୟରେ ଆକାଶ ବିକାଶ ଭଳି ନକଲ କରି ନପାରି ଫେଲ୍ ହୋଇଗଲା। ଶିକ୍ଷକ ଏହା ଜାଣିବା ପରେ ଆକାଶକୁ ଭାଗ୍ୟ ଓ କର୍ମର ଗଭୀର ରହସ୍ୟ ବିଷୟରେ ବୁଝାଇଲେ। ଶିକ୍ଷକ କହିଲେ କି ବ୍ୟାଙ୍କର ଲକର ଦେଖିଛ? ସେହି ଲକରରେ ଗୋଟିଏ ଚାବି ବ୍ୟାଙ୍କ ମ୍ୟାନେଜର ଓ ଆଉ ଗୋଟିଏ ଚାବି ସେହି ଲକର ମାଲିକ ପାଖରେ ଥାଏ। ଯଦି ଦୁଇଟି ଚାବି ନ ଲାଗିବ, ସେହି ଲକର ଖୋଲିବ ନାହିଁ। ସେହିଭଳି ଯେଉଁ ଚାବି ତୁମ ପାଖରେ ଅଛି, ସେ କର୍ମର ଯେଉଁ ଚାବି ଭଗବାନଙ୍କ ପାଖରେ ଅଛି, ସେହି ଚାବି ଭାଗ୍ୟର ଚାବି ଅଟେ।
ଯେତେବେଳ ପର୍ଯ୍ୟନ୍ତ ତୁମେ 2ଟି ଚାବି ନ ଲଗାଇବ ସେତେବେଳ ପର୍ଯ୍ୟନ୍ତ ଲକରର ଚାବି ଖୋଲିବ ନାହିଁ। ଆମ ଜୀବନରେ ଭଗବାନ ମ୍ୟାନେଜର ଭୂମିକା ଅଛନ୍ତି। ଆମର କର୍ମ ହେଲା ଆମେ ଆମର କର୍ମର ଚାବି ଲଗାଇ ଚାଲିବା। କିଏ ଜାଣେ ଭଗବାନ କେତେବେଳେ ଭାଗ୍ୟର ଚାବି ଲଗାଇବେ। ଯଦି ଏହି ସମୟରେ ଆମେ ଆମର କର୍ମର ଚାବି ନ ଲଗାଇବା ତ ତାଲା ଖୋଲି ନପାରେ। ଏହାର ଅର୍ଥ ଭାଗ୍ୟ ବି କର୍ମରୁ ହିଁ ତିଆରି ହୋଇଥାଏ। ଭାଗ୍ୟ ସବୁବେଳେ କର୍ମର ହିଁ ଫଳ ହୋଇଥାଏ। ଏଥିପାଇଁ ନିଜ ଭାଗ୍ୟ ଉପରେ ନିର୍ଭର ନ କରି କର୍ମ କରି ଚାଲନ୍ତୁ, ସଫଳତା ନିଶ୍ଚିନ୍ତ ମିଳିବ। ସାଙ୍ଗମାନେ, ଏଥିରୁ ଆମକୁ ଶିଖିବାକୁ ମିଳିଲା ଯେ ଆମକୁ କର୍ମର ଫଳ ତ ମିଳିବ ନିଶ୍ଚିନ୍ତ, ହେଲେ ଆମେ ଭାଗ୍ୟ ଉପରେ ଅଧିକ ନିର୍ଭର କରିବାଟା ଠିକ୍ ନୁହେଁ। କାହିଁକି ନା ଆମେ ଯଦି କୌଣସି ବି କାମରେ ଯଦି ମେହନତ ନ କରୁଛେ, ଯଦି କର୍ମ ନ କରୁଛେ, ଯଦି କଷ୍ଟ ନ କରୁଛେ, ତାହେଲେ ଆମେ କିଛି ବି ପାଇପାରିବା ନାହିଁ। ସେଥିପାଇଁ ଆମକୁ ପ୍ରତ୍ୟେକ କର୍ମରେ କଷ୍ଟ କରିବାକୁ ପଡ଼ିବ, ବହୁତ ମେହନତ କରିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଆମେ ଗୋଟେ ଜିନିଷକୁ ପାଇନେ ସେ ପର୍ଯ୍ୟନ୍ତ ଆମକୁ ମେହନତ କରିବାର ଅଛି, ପରିଶ୍ରମ କରିବାର ଅଛି। ଆପଣମାନେ ଜାଣିଥିବେ ଯେଉଁମାନେ ପରିଶ୍ରମ କରିଥାନ୍ତି ସେମାନେ ସବୁବେଳ ପାଇଁ ଖୁସିରେ ଥାନ୍ତି। ପ୍ରଥମ କଥା ତ ହେଉଛି ପରିଶ୍ରମୀ ଲୋକମାନଙ୍କର କେବେ ଦେହ ମୁଣ୍ଡ ଖରାପ ହୁଏ ନା। କାହିଁକି ଦେହ ମୁଣ୍ଡ ଖରାପ ହୁଏ ନା? ନା ସେମାନେ ସବୁବେଳ ପାଇଁ ପରିଶ୍ରମ କରିଚାଲନ୍ତି, ବହୁତ ହାର୍ଡ଼ୱାର୍କ ବା ବହୁତ ଅଧିକ ମେହନତ କରନ୍ତି, ଯାହାଦ୍ୱାରା କି ତାଙ୍କ ଶରୀର ସବୁବେଳ ପାଇଁ ଫୁର୍ତ୍ତି ଥାଏ। ସେଥିପାଇଁ ତାଙ୍କ ଶରୀରରେ କେବେ କୌଣସି ଅସୁବିଧା ହୁଏ ନାହିଁ। ହେଲେ ଆପଣମାନେ ଦେଖିଥିବେ ଯେଉଁମାନେ ବହୁତ ଅଳସୁଆ, ଯେଉଁମାନେ କିଛି କାମ କରିବାକୁ ଭଲ ପାଆନ୍ତି ନାହିଁ, ଘରେ ଖାଲି ଶୋଇ ରୁହନ୍ତି, ସେମାନଙ୍କର ଦେହ ମୁଣ୍ଡ ଅଧିକ ସବୁବେଳ ପାଇଁ ଖରାପ ହୋଇଥାଏ। ଦେଖିଥିବେ ସେମାନଙ୍କର ସବୁବେଳ ପାଇଁ ଗୋଡ଼ ବିନ୍ଧା ହେଉ, ମୁଣ୍ଡ ବିନ୍ଧା ହେଉ, କୌଣସି ନା କୌଣସି ତାଙ୍କର ନିଶ୍ଚିନ୍ତ ଭାବରେ ପ୍ରତ୍ୟେକ ସମୟରେ ତାଙ୍କର କୌଣସି ନା କୌଣସି ଅସୁବିଧା ଥିବ। ସେଥିପାଇଁ ସାଙ୍ଗମାନେ ଆପଣମାନେ କର୍ମ କରିଚାଲନ୍ତୁ। ଯଦି ଆପଣମାନଙ୍କର କର୍ମ ଠିକ୍ ଅଛି ତାହେଲେ ଆପଣଙ୍କ ଭାଗ୍ୟ ବି ଗୋଟେ ସମୟରେ ବଦଳିବା ପାଇଁ ବାଧ୍ୟ ହେବ। ଯଦି ଆପଣଙ୍କର କର୍ମ ଠିକ୍ ଅଛି, ଆଉ ଗୋଟେ କଥା ମନେ ରଖିଥାନ୍ତୁ, ଯଦି ଆପଣ କର୍ମ ନ କରିବେ ନା ଆପଣଙ୍କ ଭାଗ୍ୟରେ ବି ଯାହା ଥିବ ନା ସିଏ ବି ଧୀରେ ଧୀରେ ଦୂର ହୋଇଯିବ। ଆପଣଙ୍କର ଭାଗ୍ୟରେ ଥିବା ଜିନିଷ ବି ଆପଣଙ୍କୁ ମିଳିପାରିବ ନାହିଁ। ସେଥିପାଇଁ ଆପଣଙ୍କୁ କର୍ମ କରିବାକୁ ପଡ଼ିବ, ମେହନତ କରିବାକୁ ପଡ଼ିବ, ବହୁତ ଅଧିକ କରିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଗୋଟିଏ ଜିନିଷରେ ଆପଣମାନେ ସକ୍ସେସ୍ ପାଇନାହାନ୍ତି ସେ ପର୍ଯ୍ୟନ୍ତ ଆପଣମାନଙ୍କୁ ମେହନତ କରିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଆପଣଙ୍କର ମେହନତ ଯେପର୍ଯ୍ୟନ୍ତ ଆପଣମାନେ ମେହନତର କାମିୟାବି ପାଇନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ମେହନତ କରିବାକୁ ପଡ଼ିବ। କାହିଁକି ନା ମେହନତ ବା କର୍ମର ଫଳ ଆପଣଙ୍କୁ ଯେତେବେଳେ ମିଳିଥାଏ ନା ଆପଣଙ୍କ ଖୁସି କେହି ଦେଖିପାରନ୍ତି ନାହିଁ, ହେଲେ ଆପଣଙ୍କ କର୍ମକୁ କେହି ଦେଖନ୍ତି ନାହିଁ। କି ଗୋଟିଏ ପିଲା କେତେ କଷ୍ଟ କରିକିରି ଏତିକି ଟଙ୍କା କମେଇଛି କି ଗୋଟେ କୌଣସି ଜିନିଷ ଆଚିଭ୍ କରିଛି, ସେ କେମିତି ଏତେ ଜିନିଷ ଆଚିଭ୍ କରିପାରିଲା, କେମିତି ଏତେ ଜିନିଷକୁ ନିଜର କରିପାରିଲା, ସେ ପଛରେ କେତେ ସେ ମେହନତ କରିଛି, ସେ ପଛରେ ସେ କେତେ କଷ୍ଟ କରିଛି, ସେ କଥାକୁ କେହି ବିଶ୍ୱାସ କରନ୍ତି ନାହିଁ, କେହି ବି ବୁଝିପାରିବେ ନାହିଁ। ସେଥିପାଇଁ ଯଦି ଆପଣ କୌଣସି ବି କାମ କରୁଛନ୍ତି ତାହେଲେ ଆପଣ ଏକୁଟିଆ କରନ୍ତୁ, କଷ୍ଟ କରନ୍ତୁ। ଆପଣଙ୍କୁ ଅସୁବିଧାରେ ପହଞ୍ଚାଇବା ପାଇଁ ବହୁତ ଲୋକ ଆସିବେ, ଆପଣଙ୍କ କର୍ମରେ ଆପଣଙ୍କୁ ପଛକୁ ଟାଣିବା ପାଇଁ ବହୁତ ଲୋକ ମିଳିବେ ଆପଣଙ୍କୁ, ହେଲେ ଆପଣଙ୍କୁ ଆଗକୁ ଯିବା ପାଇଁ ବହୁତ କମ୍ ଲୋକ ମିଳିବେ। ବହୁତ କମ୍ରୁ ବହୁତ କମ୍ ଲୋକ ମିଳିବେ ଯିଏ ଆପଣଙ୍କୁ ସପୋର୍ଟ କରିବେ ଆଗକୁ ବଢ଼ିବା ପାଇଁ। ସେଥିପାଇଁ ସାଙ୍ଗମାନେ ଯଦି ଆପଣମାନେ ଜୀବନରେ କିଛି ବି କରିବାକୁ ଚାହୁଁଛନ୍ତି ତାହେଲେ ଗୋଟିଏ କର୍ମ ଯାହା ଆପଣ ହାସଲ କରିବାକୁ ଚାହୁଁଛନ୍ତି, ଯାହା ଆପଣଙ୍କ ମନରେ ଅଛି କି ମୋତେ ଏ ଜିନିଷ ନିଶ୍ଚିତ ଭାବରେ ହାସଲ କରି ରହିବାର ହିଁ ଅଛି, ତାହେଲେ ଆପଣଙ୍କୁ ସେ ଜିନିଷକୁ ଯେପର୍ଯ୍ୟନ୍ତ ଆପଣଙ୍କର ନ ହେଉଛି କଣ୍ଟିନ୍ୟୁ ବାରମ୍ବାର କରିଚାଲନ୍ତୁ। ଦେଖିବେ ଗୋଟିଏ ସମୟରେ ନିଶ୍ଚିତ ଭାବରେ ଆପଣମାନେ ସକ୍ସେସ୍ ପାଇବେ। ଆପଣଙ୍କ ସକ୍ସେସ୍କୁ କେହି ଆପଣଙ୍କ ଠାରୁ ଛଡ଼େଇ ନେଇପାରିବେ ନାହିଁ। ଖାଲି ଆପଣଙ୍କର ମେହନତକୁ ଦେଖାଯିବ।
ଆପଣଙ୍କ କର୍ମକୁ ଦେଖାଯିବ। ଆପଣଙ୍କର କର୍ମ ଯଦି ଭଲ ଥିବ ଭଗବାନ ନିଶ୍ଚିନ୍ତ ଭାବରେ ଆପଣଙ୍କର ଭାଗ୍ୟର ଚାବି ଆପଣଙ୍କୁ ଦେଇଦେବେ। ଆପଣଙ୍କ ଭାଗ୍ୟରେ ଯାହା ଥିବ ଆପଣଙ୍କୁ କର୍ମ ହିସାବରେ ନିଶ୍ଚିନ୍ତ ଭାବରେ ମିଳିଯିବ। ସାଙ୍ଗମାନେ ଆପଣମାନେ ଗୋଟିଏ ଜିନିଷ ମନେ ରଖିଥାନ୍ତୁ, ଆମ ଜୀବନରେ କର୍ମ ବି ବଡ଼, ଭାଗ୍ୟ ବି ବଡ଼। ଦୁଇଟି ଜିନିଷ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ। ଦୁଇଟି ଜିନିଷ ଆପଣଙ୍କୁ କରିବାକୁ ପଡ଼ିବ। କର୍ମ ତ ସର୍ବପ୍ରଥମେ କରିବାକୁ ପଡ଼ିବ, ଭାଗ୍ୟ ତ ଅଟୋମେଟିକ୍ ଆପଣଙ୍କ ପାଖକୁ ଆସିଯିବ ଯେତେବେଳେ ଆପଣଙ୍କର କର୍ମ ଠିକ୍ ରହିବ। କର୍ମ ଯେତେବେଳେ ଆପଣଙ୍କର ଠିକ୍ ହେବ ଆପଣଙ୍କ ସହିତ ଆପଣଙ୍କ ଭାଗ୍ୟ ବି ଆପଣଙ୍କ ସହିତ ସାଥ ଦେଇ ଚାଲିବ, ଆପଣଙ୍କ ସାଙ୍ଗରେ ଚାଲିବ ଆପଣଙ୍କ ଭାଗ୍ୟ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିବାକୁ ଭୁଲିବେ ନାହିଁ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ, କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ, କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ